Hello everyone, plus 3 fourth semester botany তোমার কোর পেपर 10 ପ୍ଲାନ୍ ସିଷ୍ଟମେଟିକ୍ର ଆଜି ହେଲା କ୍ଲାସ୍ 2ରେ ଆଜି ଆମେ ଡିସ୍କସନ୍ କର୍ମା ଇମ୍ପୋର୍ଟାଣ୍ଟ ଆଉ ତାର ଫଙ୍କସନ୍ସ ଅଫ୍ ହାର୍ବାରିୟମ୍ ବୋଟାନିକାଲ୍ ଗାର୍ଡେନ୍ ଅଫ୍ ଦ ୱାର୍ଲଡ ମାନେ ଆଜିର କ୍ଲାସ୍ରେ ୟୁନିଟ୍ 1 କମ୍ପ୍ଲିଟ୍ କର୍ମା ପ୍ଲାନ୍ ସିଷ୍ଟମେଟିକ୍ର ୟୁନିଟ୍ 1 କମ୍ପ୍ଲିଟ୍ କର୍ମା ଆଜିର କ୍ଲାସ୍ରେ ଯେତ୍କି ବି ଟାଇମ୍ ଲାଗୁ କ୍ଲାସ୍ଟା ବାକିରେ କ୍ଲାସ୍କେ ଲାଷ୍ଟ ଯାଏଁ ଦେଖବ ଆଉ ପ୍ରପର୍ ପୁରା ତୁମେ ବୁଝିପାରୁ ଆଉ ୟୁନିଟ୍ 1 ସାର୍ମା ଆଉ ଧୀରେ ଧୀରେ ପଢ଼ିଲେ ମାନେ ସିଲାବସ୍ ରହିଯିବା ସେଥିଲାଗି କହୁଛେଁ କ୍ଲାସ୍କେ ଲାଷ୍ଟ ଯାଏଁ ଦେଖ ବହୁତ ଭଲ ଭାବରେ ବୁଝିପାରବ ଆଉ ଯେନ୍ତା ଆମେ ନୋଟ୍ସ ତ ତୁମକୁ ମୁଇଁ ସେଣ୍ଡ କରିଦେବି ଟେଲିଗ୍ରାମ ଚ୍ୟାନେଲ୍ରେ ଯେନ୍ମାନେ ବି ଜଏନ୍ ନୁହେବ ଟେଲିଗ୍ରାମ ଚ୍ୟାନେଲ୍ରେ ସେମାନେ ଜଏନ୍ ହେଇଯିବ ତ ବିନା ଡେରି କରିକି ଷ୍ଟାର୍ଟ କର୍ମା ଆଜିର କ୍ଲାସ୍ଟା। ତ ଆମେ ଫାର୍ଷ୍ଟ କ୍ଲାସ୍ରେ ଆମେ ପଢ଼ିଥିଲା ପ୍ଲାଣ୍ଟ ସିଷ୍ଟମେଟିକ୍ର ନୋମେନକଲଚର୍ ପରେ ଆମେ ଫିଲ୍ଡ ଇନଭେଣ୍ଟ୍ରି ବି ଆମେ ଆରାମସେ ପଢ଼ି ସାରି ଦେଇଥିଲା ଫିଲ୍ଡ ଇନଭେଣ୍ଟ୍ରି। ତ ଆଜି ଆମେ ଦେଖ୍ମା ହାର୍ବାରିୟମ୍ ଯେନ୍ଟାକି ହାର୍ବାରିୟମ୍ ହାର୍ବାରିୟମ୍ କାହାକେ କୁହାଯାଇସି କାହାକେ କାହାକେ କୁହାଯାଇସି ନା ବୁଝ କଥାଟାକେ ଆଗ କନସେପ୍ଟ କ୍ଲିୟର କର। ଏ କଲେକ୍ସନ୍स ଅଫ୍ ଡ୍ରାଏ ଆଣ୍ଡ ପ୍ୟୁର୍ plants arranged according to a classification system and available for study or reference is known as herbarium. A name first applied by Linnaeus. ହେର୍ବେରିୟମ୍ ବେଲେ କାଣା ତୁମେ ଗୋଟେ କ୍ୱେଶ୍ଚିନ୍ ଦେଖ ଶୁଣ ତୁମେ ମାନେ କେବେ ମାନେ ଫୁଲ ବା ପତ୍ର ଯେନ୍ତା କି ବହି ଭିତରେ ଖାତା ଭିତରେ ନି ରଖ୍ସ କାଁ ତୁମ ନୋଟବୁକ୍ ଭିତରେ ରଖ୍ସ ସେଟା ମାନେ ଯଦି ତୁମେ କଞ୍ଚା ଯଦି ରଖିଥିଲେ ବି ସେଟା ସେଟା ଲାସ୍ଟନେ ଶୁଖିକିରି ନିଥିସି ଯେନ୍ଟାକି ପ୍ରାୟ ଦେଖ୍ବ ତୁମେ ସେ ଗଜା ପତ୍ର କି କାଣା କହେସନ୍ ସେଟା ତୁମେ ଛୋଟ୍ ଛୋଟ୍ ଥିବ ବେଲେ ତୁମର ଖାତା ବହିରାକେ ରଖିଥିବ ପ୍ରାୟ ଦେଖ୍ବ କଞ୍ଚା ରଖିଥିଲେ ବି ସେଟା ମାନେ ତୁମର ଖାତାନେ ରହେବା ମତଲବ ନି ଶୁଖି ନି ଯିବା ସେଟା ହେଇଯିବା ସେଟା ହଉଛି ହାର୍ବାରିୟମ୍ର ବେସିକ୍ ଆଇଡ଼ିଆଟା ବୁଝିଲା ସେଟା ହଉଛି ହାର୍ବାରିୟମ୍ର ବେସିକ୍ ଆଇଡ଼ିଆ। ହାର୍ବାରିୟମ୍ ମାନେ ହଉଛି ହାର୍ବାରିୟମ୍ ହେଉଛି ଗୋଟେ ଜାଗା ଯେନେ କି ଗଛ ମାନେ ଗୋଟେ ଗଛର ତାର ଫୁଲ୍ ପତର କାଣ୍ଡ ସେନା ମାନେ କଲେକ୍ଟ କରାଯାଇସି ମାନେ ଗୋଟେ ଲାଇବ୍ରେରୀ ତାର ବଲ ମାନେ ସେଟାକେ ସେନେ ଡ୍ରାଏ କରାଯାଇସି ସେଟାକେ ବୁଝିଲା ତ ଏ କଲେକ୍ସନ୍ସ ଅଫ୍ ଡ୍ରାଏ ଆଣ୍ଡ ପ୍ୟୁର୍ ପ୍ଲାଣ୍ଟସ୍ ଆରେଞ୍ଜ ଆକର୍ଡିଂ ଟୁ କ୍ଲାସିଫିକେସନ୍ ସିଷ୍ଟମ୍ ଆଣ୍ଡ ଆଭେଲେବଲ୍ ଫର୍ ଷ୍ଟଡି ଲାଗି ହଉ କି ଅଦର ରିଫରେନ୍ସ ଲାଗି ହଉ ସେଟାକେ ହାର୍ବାରିୟମ୍ କୁହାଯାଇସି ବୁଝିଲା ସେନେ ପ୍ରେସ୍ କରାଯାଇସି ସିଟ୍ରେ ଷ୍ଟିକ୍ କରିକିରି ରଖାଯାଇସି ମାନେ ପ୍ଲାଣ୍ଟ ଲାଇବ୍ରେରୀ ବୋଲିକିରି ବି ଆମେ ଭାବି ପାର୍ମା କହି ବି ପାର୍ମା ଯେନ୍ତା ଯେନ୍ତା ଆମର୍ ଲାଇବ୍ରେରୀରେ କାଣା ମିଲ୍ସି ପିଲାମାନେ ଆମର ଯଦି କଲେଜ ଲାଇବ୍ରେରୀରେ ଗଲେ ଆମକୁ ବୁକ୍ ମିଲ୍ସି ସେନ୍ତା ହାର୍ବାରିୟମ୍ରେ ମାନେ ପ୍ଲାଣ୍ଟ ଥିସି ବୁଝିଲା ପ୍ଲାଣ୍ଟ ଥିସି ସେଟାକେ ଆମେ କହୁଛୁ ହାର୍ବାରିୟମ୍ ବୋଲିକିରି କହୁଛୁ ବୁଝିଲା ହାର୍ବାରିୟମ୍ ବୋଇଲେ କାଣା ଯେ ଇ ନୋଟ୍ସ ତୁମକୁ ମୁଇଁ ଅଲରେଡ଼ି ପ୍ରୋଭାଇଡ଼ କରିଦେଇଥିଲି ନ ଯେନ୍ମାନେ ବି ଇ ନୋଟ୍ସ ନୁହେଁ ଦେଖ ସେମାନେ ବି ଟେଲିଗ୍ରାମ ଚ୍ୟାନେଲ୍ ଜଏନ୍ ହେଇକିରି ନୋଟ୍ସ ତୁମେ ପଢ଼ିପାରବ ହେଲା ଆମର ଆଉ ଗୋଟେ ନୋଟ୍ସ ଯେନ୍ଟାକି ଆମ ଡକୁମେଣ୍ଟସ୍ ତ ଅଛି ସେଟାକେ ଦେଖୁନ୍ ସେଟାକେ ତୁମେ ଦେଖିଲେ ପଢ଼ିଲେ ଆଉ ଟିକେ ଆହୁରି ଇଜିଲି ବୁଝିପାରବ। ତ ହାର୍ବାରିୟମ୍ କାଣା ବୁଝିଲ ତାର ପରେ ଦେଖ ତାର ଫଙ୍କସନ୍ସ କାଣା ଯେ A herbarium is a scientific collection of dry and preserved plant specimens that are systematically arranged and labeled. Serves as a fundamental tool in plant taxonomy, biodiversity studies, and botanical research. The functions of a herbarium are numerous and very important in both academic and scientific field. ହାର୍ବାରିୟମ୍ର scientific collection lagi to collection of dry and preserved specimens that are systematically arranged in level ମାନେ ହାର୍ବାରିୟମ୍ ମାନେ ପ୍ଲାଣ୍ଟ ମନକେ ସାଇଣ୍ଟିଫିକ୍ ଷ୍ଟଡି ହଉ କି ଅଦର ମାନେ କିଛି ବି ଜିନିଷ ଲାଗି ହଉ ସେନେ ମାନେ ରଖାଯାଇଛି ଯେନ୍ତା କି ଆମର ଲାଇବ୍ରେରୀରେ ଯେନ୍ତା ଖାତା ବହି
ସବୁ ରହିଛି ଯେନ୍ତା ତାଙ୍କର ଲାଇବ୍ରେରୀରେ ପ୍ଲାଣ୍ଟ ମନକେ ସେନେ ରଖାଯାଉଛି ଡ୍ରାଏ କରିକିରି ପ୍ରିଜର୍ଭ ସ୍ପେସିମେନ୍। It serves as a fundamental tool in plant taxonomy, uh, biodiversity studies, and botanical research. Like the functions of a herbarium, the functions kana of a herbarium are numerous and very important. ତାର ଫଙ୍କସନ୍ସ କାଣା ନ୍ୟୁମେରିୟସ୍ ଆଉ ଭେରି ଇମ୍ପୋର୍ଟାଣ୍ଟ ଇନ୍ ବୋଥ୍ ଆମର ଏକାଡେମିକ୍ ଲାଗି ହଉ କିମ୍ବା ସାଇଣ୍ଟିଫିକ୍ ଫିଲ୍ଡରେ ହଉ। ତାର ଫଙ୍କସନ୍ସଟା ବହୁତ ଇମ୍ପୋର୍ଟାଣ୍ଟ ଆମର ଏକାଡେମିକ୍ କ୍ଷେତ୍ରରେ ହଉ କିମ୍ବା ସାଇଣ୍ଟିଫିକ୍ କ୍ଷେତ୍ରରେ ହଉ। ବୁଝିହେଲା? ତ one of the primary functions of a herbarium is the identifications of plant, identification of the plant ବୁଝିଲା। one of the herbarium ର functions ଭିତରୁ one of the primary functions ହଉଛି identifications of plants, ମାନେ unknown plant specimens କି ଆମେ identify କରମା by comparing them with already preserved and authenticated specimens in the herbarium ଯେନ୍ଟା କି ଆଗରୁ ସେନେ ଥିବ ସେଟାକି ଆମେ compare କରମା them ଯେନ୍ preserve ହେଇକି ଥିବା ସେଟାକି ହାରମୋନିୟମରେ ବୁଝିଲା। ଆଉ this makes it an essential tool for taxonomists, researchers and students। ସେଟା କାହାର ଲାଗି ହେଲ୍ପଫୁଲ୍ है ना टूल फॉर taxonomists ମାନଙ୍କର ଲାଗି researchers ମାନଙ୍କର ଲାଗି ଆଉ students ମାନଙ୍କର ଲାଗି। ସେ functions ଭିତରୁ ଗୋଟେ functions ହେଲା identifications of the plant। ବୁଝିଲା identifications of the plants। ତାରପରେ another major functions ହଉଛି reference collection। କାଣା ନା another ଆଉ ଗୋଟେ functions ହଉଛି reference collections। ରିଫରେନ୍ସ କଲେକ୍ସନ୍ ବା ରିଫରେନ୍ସ ମେଟେରିଆଲ୍ ବି କହିପାର୍ମା। ମାନେ ପ୍ଲାଣ୍ଟ ଆଇଡେଣ୍ଟିଫିକେସନ୍ ବେଲେ କାଣା ଗୋଟେ ପ୍ଲାଣ୍ଟକେ ଆମେ ଆଇଡେଣ୍ଟିଫିକେସନ୍ସ କର୍ମା ଯେନ୍ଟାକି ଧର ତୁମେ ଜଙ୍ଗଲରେ ଗୋଟେ ନୂଆ ଗଛଟେ ଦେଖ୍ଲ, ଜଙ୍ଗଲକେ ଗଲେ ନାନା ପ୍ରଜାତିର ଗଛ ତୁମେ ଦେଖ୍ବ। ସେ ଭିତରୁ କେନ୍ଟା କାଁ ଗଛ ଆଉ ଯେ ସବୁ ଗଛ ଥୋଡ଼େ ନା ତୁମେ ଜାନିଥିବ କେନ୍ଟା କାଁ ଗଛ ଆଏ ବୋଲିକିରି। ଧର ଗୋଟେ ଗଛ ତୁମେ ଜାନିନି ଅନ୍‌ନୋନ୍ ଗଛଟେ ଆଏ, ତୁମେ ତାକେ ଚିହ୍ନିବ କେନ୍ତାକିରି? ମାନେ ହାରବାରିୟମ୍ ସହ ତମେ ତାକେ କମ୍ପେୟାର କର୍ମା ଆଉ ସେ ଆମେ ତାକେ ଆଉ ହାରମୋନିୟମ ହିଁ ଆମକୁ ହେଲ୍ପ କରବା କି ଅନ୍‌ନୋନ୍ ପ୍ଲାଣ୍ଟ ଚିହ୍ନବାର୍ ଲାଗି ଆମକୁ ତେଣୁ ସେ ଜାନିପାର୍ମା କି ଇଟା ନି ଇଟା ଅମକା ଗଛ ଆଏ ନି ଇଟା ସେ ଗଛ ଆଏ ବୋଲିକିରି ଆମେ ଜାନିପାର୍ମା। ତ ପ୍ଲାଣ୍ଟ ଆଇଡେଣ୍ଟିଫିକେସନ୍ ତାର ଗୋଟେ ହଉଛେ ପ୍ରାଇମେରୀ ଫଙ୍କସନ୍ସ। ତାର ପରେ ଯେନ୍ଟାକି ସେକେଣ୍ଡ ଫଙ୍କସନ୍ସ ହେଲା another major functions rule as a reference collection ଯେନ୍ଟାକି ହାରମୋନିୟମ specimens act as a permanent records of plant species। These specimens are carefully labeled with important information such as scientific name, locality, date of collections and collectors names। This information is valuable for future researchers and verifications। reference material ଯେନ୍ଟାକି ସେଟା ଗୋଟେ permanent record है ହାରବାରିୟମର ଗୋଟେ permanent record है। ପ୍ରତି ମାନେ ସିଟ୍ରେ ମାନେ ଥିବା ମାନେ ପ୍ଲାଣ୍ଟ ନେମ୍ କାଣା ତାର ପ୍ଲେସ୍ କାଣା କେନୁ ବନା ହେଇଥିଲା ଡେଟ୍ କେବେ ଆଉ କିଏ ତାକେ ଆଣିଥିଲା ଇଟା ମାନେ ଗୋଟେ ପ୍ଲାଣ୍ଟର ଆଇଡି କାର୍ଡ଼ ଯେନ୍ତା ତୁମର ଆଇଡି କାର୍ଡ଼ ନେ ଯେନ୍ତା ତୁମର ସବୁ ରହୁଛେ ନାଁ ଗାଁ ଜନ୍ମ ତାରିଖ ଗାଁ ଫୋନ୍ ନମ୍ବର କ୍ଲାସ୍ ଯେନ୍ତା ରହୁଛେ ହେନ୍ତା ଏଇଟା ଗୋଟେ ତୁମେ ଭାବିନିଅ ସେ ପ୍ଲାଣ୍ଟର ତାର ଆଇଡି କାର୍ଡ଼ ବୋଲିକିରି ହେଲା। ଆମର ଫଙ୍କସନ୍ସ ତାର ମାନେ ସବୁ କଲେକ୍ସନ୍ ରହୁଛେ ଆଉ ମାନେ ତାର ସାଇଣ୍ଟିଫିକ୍ ନେମ୍ ରହୁଛେ ଲୋକାଲିଟି ରହୁଛେ ଡେଟ୍ ଅଫ୍ କଲେକ୍ସନ୍ ରହୁଛେ କିଏ କଲେକ୍ଟ କରିছে ତାର ନାଁ ମଧ୍ୟ ସେ ଜାଗାରେ ରହୁଛେ ଫର୍ କାଇଁଥିର ଲାଗି ନା ଭ୍ୟାଲୁଏବୁଲ୍ ଫର୍ ଫ୍ୟୁଚର ରିସର୍ଚ୍ଚ ଆଣ୍ଡ ଭେରିଫିକେସନ୍ ଲାଗି। ତାରପରେ ନେକ୍ସଟ herbaria is also plays a social role in taxonomic and systematic studies। Scientists use herbarium specimens to classify plants, study their relationships and understand plant evolutions। The presence of type specimens, the original specimens used to describe a species, makes herbia highly significant more nomenclature। ତାରପରେ ରହିଲା ଆମର ଆଉ ଗୋଟେ ଟାକ୍ସୋନୋମିକ୍ ଷ୍ଟଡି। ତାର ଗୋଟେ ଯେନ୍ତା ଫାର୍ଷ୍ଟ ହେଲା ଆଇଡେଣ୍ଟିଫିକେସନ୍ ତାପରେ ରେଫରେନ୍ସ ମେଟେରିଆଲ ତାପରେ ରହୁଛି ଆମର ଟାକ୍ସୋନୋମି ଷ୍ଟଡି। ଟାକ୍ସୋନୋମି ଷ୍ଟଡି କହିଲେ ହଉଛି ପିଲାମାନେ ସାଇଣ୍ଟିଷ୍ଟ ମାନେ ହାରବୋରିୟମକେ ସେମାନେ ୟୁଜ୍ କରିକିରି ଗଛମାନଙ୍କୁ ସେମାନେ କ୍ଲାସିଫାଏ କରସନ୍ ମେନଲି ତାର ଫ୍ୟାମିଲି ଜିନସ୍ ସ୍ପେସିସ୍ ବୁଝବାର୍ ଲାଗି ଯେନ୍ଟାକି ତୁମେ ବୁଝିଛ ତାର ଫ୍ୟାମିଲି କାଣା ତାର ଜିନସ୍ କାଣା ତାର ସ୍ପେସିସ୍ କାଣା ତୁମେ ସାଇଣ୍ଟିଫିକ୍ ଅନୁସାରେ ପଢ଼ି ଆଇଛ ତ ସେ ଜିନିଷକେ ବି କରବାର୍ ଲାଗି ମାନେ ତାର ଫ୍ୟାମିଲି ଜିନସ୍ ସ୍ପେସିସ୍କେ ବି ବୁଝବାର୍ ଲାଗି ସାଇଣ୍ଟିଷ୍ଟ ମାନେ କାହାର ହେଲ୍ପ ନେସନ୍ ନା ହାରବାନିୟମର ଯେନ୍ଟାକି ଆମେ ଟାକ୍ସୋନୋମିକ୍ ଷ୍ଟଡି ଇଏରେ ତାକେ ତାର ଫଙ୍କସନ୍ସରେ ଯାଉଛେ। ତାପରେ ହାରବାନିୟମ ଇଜ ଅଲସୋ ଇମ୍ପୋର୍ଟାଣ୍ଟ ଫର ଦ ଷ୍ଟଡି of plant diversity and distributions। It provides information about the geographical distributions of plant species over time। By studying herbarium records, scientists can track changes in plant distributions due to climate changes, deforestation or human activities।
তারপরে হচ্ছে অ্যানাদার কি ফংশনস অ্যানাদার ଆଉ ଗୋଟେ ଫଙ୍କସନ୍ସ ହେଲା ତାର ଇଟ୍ ଇଜ୍ ୟୁଜ୍ ଇନ୍ ଇକୋଲୋଜିକାଲ ଆଣ୍ଡ ଏନଭାୟରମେଣ୍ଟାଲ ଷ୍ଟଡି କେନେକା ଇକୋଲୋଜିକାଲ ଆଉ ଏନଭାୟରମେଣ୍ଟାଲ ଷ୍ଟଡି କ୍ଷେତ୍ରରେ ବି ସେଟାକେ ଆମେ ୟୁଜ୍ କରୁଛୁ ହାର୍ବାନିୟମ ସ୍ପେସିମେନ୍ସ ହେଲ୍ପସ୍ ଇସ୍ ଅଣ୍ଡରଷ୍ଟାଣ୍ଡିଂ ପାଷ୍ଟ ଭେଜିଟେସନ୍ସ ଏନଭାୟରମେଣ୍ଟାଲ କଣ୍ଡିସନ୍ସ ଆଣ୍ଡ ବାୟୋଡାଇଭର୍ସିଟି ପ୍ୟାଟର୍ନସ୍ ଦେ ଆର୍ ୟୁଜଫୁଲ୍ ଇନ୍ କନଭରସେସନ୍ସ ବାୟୋଲୋଜି ଆଣ୍ଡ ଇନ୍ ଆଇଡେଣ୍ଟିଫାଏ ଏଣ୍ଡେଞ୍ଜର ସ୍ପେସିସ୍ ତାରପରେ ରହୁଛି ହାର୍ବାରିଆ ଆର୍ ଅଲସୋ ଭ୍ୟାଲୁଏବୁଲ୍ ଇନ୍ ଏଜୁକେସନ୍ସ ଆଣ୍ଡ ଟିଚିଂ ହାର୍ବାରିଆ ଆଉ କେନ୍ ଜାଗାରେ ଭ୍ୟାଲୁଏବୁଲ୍ ନା ଆମର ଏଜୁକେସନ୍ କ୍ଷେତ୍ରରେ ଆଉ ଟିଚିଂ କ୍ଷେତ୍ରରେ ବି ଭ୍ୟାଲୁଏବୁଲ୍ ଷ୍ଟୁଡେଣ୍ଟ କ୍ୟାନ୍ ଡାଇରେକ୍ଟଲି ଅବଜର୍ଭ ପ୍ଲାଣ୍ଟ ସ୍ପେସିମେନ୍ସ which helps them understand plant morphology and taxonomy more effectively than theoretical study ମାନେ theoretical study ଏକଲା ପଢ଼ବାର୍ ଅପେକ୍ଷା ଇଏ କରିକିରି ବୁଝିବାର୍ ଆଗରୁ ସେମାନେ ପିଲାମାନେ କାଣା ତାର ମୋର୍ଫୋଲୋଜି ତାର ବହୁତ ଭଲ ଭାବରେ ଜାଣିପାରିବେ ହାର୍ବାରିଆ ସେ ଜାଗାରେ ତାକେ ହେଲ୍ପ କରୁଛି ଭ୍ୟାଲୁଏବୁଲ୍ ଆଏ ତାପରେ ଇନ୍ ଆଡିସନ୍ସ ହାର୍ବାରିଆ ସପୋର୍ଟ ରିସର୍ଚ୍ଚ ଇନ୍ ଭେରିୟସ୍ fields such as pharmacology agriculture and forestry many mediclinical plant are study using herbarium records ରୁ mediclinical plant ର ବି study କରାହଉଛି finally herbaria serves as a historical record of vegetation specimens collected hundred of years ago provide insight into past flora and environmental conditions. Thus, a herbarium is not just a collection of a plant but a vital scientific resource that supports identification, research, conservation and education. ମାନେ ହାର୍ବାରିୟମଟା ଗୋଟେ ଖାଲି ମାନେ ପ୍ଲାଣ୍ଟ ମାନଙ୍କର ଲାଇବ୍ରେରୀ ନୁହେଁ ଇଟ୍ ଇଜ୍ ନଟ୍ ଜଷ୍ଟ ଏ କଲେକ୍ସନ୍ ଅଫ୍ ପ୍ଲାଣ୍ଟ ବଟ୍ ଏଇଟା ଗୋଟେ କାଣା ଭାଇଟାଲ୍ ରୋଲ୍ ପ୍ଲେ କରୁଛି କାହିଁକିନା ଆମର ସାଇଣ୍ଟିଫିକ୍ ରିସୋର୍ସେସ୍ କ୍ଷେତ୍ରରେ ଦେଟ୍ ସପୋର୍ଟ କରୁଛି ଆମର ଆଇଡେଣ୍ଟିଫିକେସନ୍ ରିସର୍ଚ୍ଚ କନଜରଭେସନ୍ସ ଅଫ୍ ଏଜୁକେସନ୍ କ୍ଷେତ୍ରରେ ତ ପିଲାମାନେ ଏଇଟା ଥିଲା ତୁମର ଫଙ୍କସନ୍ସ ଅଫ୍ ହାର୍ବାରିୟମ୍ ଯଦି ତୁମକୁ ତୁମର ସେମିଷ୍ଟାର ଏକ୍ଜାମରେ କ୍ୱେଶ୍ଚିନ୍ ଆସୁଛେ ହ୍ୱାଟ୍ ଇଜ୍ ହାର୍ବାରିୟମ୍ ବା ରାଇଟ୍ ଦ ଡେଫିନେସନ୍ସ ଅଫ୍ ହାର୍ବାରିୟମ୍ ଆଣ୍ଡ ରାଇଟ୍ ଡାଉନ୍ ଦ ହାର୍ ଫଙ୍କସନ୍ସ କହିଲେ ତୁମେ ତାର ଡେଫିନେସନ୍ ଲେଖିଦେବ ତାପରେ ଏଇଟା ଯେନ୍ ଫଙ୍କସନ୍ସ ପଢ଼ଲା ଆମେ ତାର ଫଙ୍କସନ୍ସକେ ଆରାମସେ ଇଜିଲି ସଫା ସଫା ଭାବରେ ତୁମ ପେପର୍ନେ ଛାପି ଦେଇକିରି ଆଇବ ଆରାମସେ ବୁଝିହେଲା ଡେଫିନେସନ୍ସ ହାର୍ବାରିୟମ୍ କାହାକେ କୁହାଯାଇଛି ତାର ଫଙ୍କସନ୍ସ କାଣା ଯେ ତାପରେ ନେକ୍ସଟ ଦେଖମା ଆମେ ଇମ୍ପୋର୍ଟାଣ୍ଟ ଅଫ୍ ହାର୍ବାରିଆ ଆଣ୍ଡ ବୋଟାନିକାଲ ଗାର୍ଡେନ ଯେନ୍ଟାକି ଆମର ଇଣ୍ଡିଆରେ ହଉ କିମ୍ବା ୱାର୍ଲଡର ହଉ ତାର ଆମେ ଇମ୍ପୋର୍ଟାଣ୍ଟ କାଣା ଦେଖମା ହେଲା ତ ହାର୍ବାରିଆ ଆଣ୍ଡ ବୋଟାନିକାଲ ଗାର୍ଡେନ୍ସ ଆର୍ essential institution for the study conservation and documentations of plant diversity they play a key role in taxonomy research and environmental conservations ତ Ha- Herbaria and botanical gardens are essential institution for the study for conservation and documentation of plant diversity ଲାଗି botanical garden କି ଆଉ herbaria କି ଆମେ study କରୁଛୁ they play a key role in taxonomy research and environmental conservations among the most important herbaria in the world is the Royal Botanic Gardens ୱାନ୍ ମାର୍କରେ ବି ତୁମକୁ ଆସିପାରେ ମୋଷ୍ଟ ଇମ୍ପୋର୍ଟାଣ୍ଟ ମନେ ରଖିଥ among the most important herbaria ଯେତିକି ବି ହର୍ବରିଆ ଅଛି ତାର ଭିତରୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ହର୍ବରିଆ ହେଲା ଇନ୍ ଦ ୱାର୍ଲଡରେ କିଏ ରୟାଲ ବୋଟାନିକ ଗାର୍ଡେନ କିଏ ନା ରୟାଲ ବୋଟାନିକ ଗାର୍ଡେନ ଏଟା ହେଲା ମାନେ ବହୁତ ବଡ଼ ହାର୍ବାରିୟମ ବୁଝିଲା ମନେ ରଖିଥ ଏଇଟା ୱାନ୍ ମାର୍କରେ ଆସିପାରେ ଟୁ ମାର୍କରେ ବି ତୁମକୁ ପଚାରି ଦେଇପାରେ ସେଠି ଏନି ତ ଏମଙ୍ଗ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ ହାର୍ବାରିଆ ଇନ୍ ଦ ୱାର୍ଲଡ ଇଜ୍ ରୟାଲ ବୋଟାନିକ ଗାର୍ଡେନ୍ସ ତାପରେ ନ୍ୟୁ ହାର୍ବାରିୟମ ଇଜ୍ ଦ ୟୁନାଇଟେଡ୍ କିଙ୍ଗଡମ୍ ଯେନ୍ଟାକି ଆମେ କହୁଛୁ ୟୁକେ it is one of the largest and most well-known herbaria, housing millions of plant specimens collected from all over the world. It is serves as a global center for botanical research. বুঝিলা তারপরে another major herbarium হচ্ছে নিউ ইয়র্ক botanical garden herbarium in the United States. It contained a vast collection of plant specimens and plays a important role in plant taxonomy and biodiversity studies. তারপরে the museum national's de history natural herbarium is france is also highly significant it contains historical collections and serves as a center for botanical research in europe ଆଉ ଗୋଟେ କଥା ପିଲାମାନେ ମନେ ରଖ ବୋଟାନିକାଲ ଗାର୍ଡେନ ଆଉ ଆମେ ଯେତେক্ষণ ଏখানে ପଢୁଛୁ ହାର୍ବାରିୟମ ଆଉ ବୋଟାନିକାଲ ଗାର୍ଡେନ ଭିତରେ ବୋଟାନିକାଲ ଗାର୍ଡେନରେ ତୁମେ କାଣା ଦେଖବାର କେ ପାବା ପ୍ଲାଣ୍ଟ ଦେଖବାର ଲାଗି ପାଇବ ଅବଭିୟସଲି ବୋଟାନିକାଲ ଗାର୍ଡେନ ତୁମେ ପ୍ଲାଣ୍ଟ ଦେଖବାର ଲାଗି ପାଇବ ପ୍ଲାଣ୍ଟଟା ହେନେ ବଞ୍ଚିଥିସି କି ମରିଥିସି ନା ବଞ୍ଚି ଗଛଟା ତ ପ୍ଲାଣ୍ଟ ରଖା ହେଇଯାଏ ନା ଗଛଟା ବଞ୍ଚିକିରି ଥିବା
ଲାଇଫ୍ ପ୍ଲାଣ୍ଟ ମାନେ ଏନେ ସବୁ ରୋପଣ କରାହେଇଥିବା ଯେନ୍ଟାକି ତୁମର ଉଁ ଗଛ୍ ମାନେ ଯେନ୍ଟାକି ନର୍ସରୀ ମାନେ ଥିସି ନାନା ପ୍ରକାର ଗଛ୍ ସେନ୍ତା ତୁମର ବୋଟାନିକାଲ୍ ଗାର୍ଡେନ୍ ମାନକେ ବି ହେନ୍ତା ଗଛ୍ ପତର୍ ମାନେ ସବୁ ରଖାଯାଇଥିସି ଯେନ୍ଟାକି ଲିଫ୍ ପ୍ଲାଣ୍ଟ ବୋଲିକିରି କହିପାର୍ମା। ବାକିରେ ହାର୍ବାରିଆରେ କଲେକ୍ସନ୍ କରାହେସି ଯେନ୍ଟାକି ସେଟା ଡେଡ୍ ପ୍ଲାଣ୍ଟ ଥିସି। ବୁଝିଲା? ତ ଏଇଟା ଗୋଟେ ତମେ ଡିଫରେନ୍ସ ମନେ ରଖିଥ। ହାର୍ବାରିଆରେ ଡେଡ୍ ପ୍ଲାଣ୍ଟକେ ଷ୍ଟୋର୍ କରାଯାଇସି ଆଉ ରଖାଯାଇସି ଆଉ ବୋଟାନିକାଲ୍ ଗାର୍ଡେନରେ ଲିଫ୍ ପ୍ଲାଣ୍ଟକେ ରଖାଯାଇସି। ତ ତାପରେ ଏଖେ ଆମେ ନେକ୍ସଟ ଦେଖ୍ମା ଦ ମିଜୋରି ବୋଟାନିକାଲ୍ ଗାର୍ଡେନ୍ ହାର୍ବାରିଆ ଇଜ୍ another major institution known for its research and plant conservation programs. In India, the most important herbarium is the Central National Herbarium located in Howrah. এটা ଗୋଟେ most important ହେଟା ଆମେ ୱାର୍ଲଡର ପଢ଼ଲା କି ନାଇଁ ୱାର୍ଲଡର ପଢ଼ଲା ତାପରେ ଏଟା ଏଖେନ୍ ଇଣ୍ଡିଆର ଦେଖ ଇନ୍ ଇଣ୍ଡିଆ the most important herbarium is the Central Nation of Herbarium located କେନେ ହାୱଡ଼ା. It is the largest herbarium in India and content is a vast collection of India plant species. ମାନେ ହେଟା ୱାର୍ଲଡର କେନେ ବଡ଼ ହେଟା ଗୋଟେ ମନେ ରଖିକେ ପଡ଼ବା ତୁମକୁ ଆଉ ଇଣ୍ଡିଆର କେନଟା ବଡ଼ ସେଟା ତୁମକୁ ମନେ ରଖିକେ ପଡ଼ବା। ତାରପରେ the Botanical Survey of India is responsible for plant explorations and documentations across the country and maintains several herbaria. The Forest Research Institute in Dehradun also maintains an important herbarium related to forest plants. Botanical gardens are living collections of plants grow for research, conservation, and education. The Royal Botanic Gardens, new is the one of the most famous botanical gardens in the world. It contains thousands of plant species and plays a key role in conservation. ବୁଝିଲା? ତ ତାପରେ ଦେଖମା ଭାର୍ଚୁଆଲ୍ ହାର୍ବାରିୟମ୍ ଆଣ୍ଡ ଇ ଫ୍ଲୋରା। ଭାର୍ଚୁଆଲ୍ ହାର୍ବାରିୟମ୍ ଆଣ୍ଡ ଇ ଫ୍ଲୋରା। ଭାର୍ଚୁଆଲ୍ ହାର୍ବାରିୟମ୍ ବେଲେ କାଣା? ଯେନ୍ଟାକି ଭାର୍ଚୁଆଲ୍ ଆଜି ଭାର୍ଚୁଆଲ୍ ମିଟିଂ ଅଛେ ତୁମେ ଶୁଣିଥିବ ଯେନ୍ମାନେ ବଡ଼ ବଡ଼ ଇଏ କରୁଥିସନ୍ କି କାଣା ଆଜି ଭାର୍ଚୁଆଲ୍ ମିଟିଂଟେ ଅଛି ହୋ ନି କହେସନ୍। ଭାର୍ଚୁଆଲ୍ ମିଟିଂ ମାନେ ଅନଲାଇନ୍ରେ ସେମାନେ ଟିକେ ମିଟିଂଟେ କରବେ। ସେନ୍ତା ଭାର୍ଚୁଆଲ୍ ହାର୍ବାରିୟମ୍ କହିଲେ ହଉଛେ ଅନଲାଇନ୍ ହାର୍ବାରିୟମ୍। ମାନେ ମୋବାଇଲରେ ପ୍ଲାଣ୍ଟ ଇମେଜ୍ ଦେଖିପାର୍ମା ଆମେ ଗୁଟେ ମୋବାଇଲ୍ ସୁବିଧାନେ କି ଆମର୍ ଲାପଟପ୍ ହଉ କି ଇ ସୁବିଧାନେ ଯେ ଆମେ ଯେନ୍ଟାକି ଦେଖିପାର୍ମା ସେଟାକେ କହୁନ୍ ଆମେ ଭାର୍ଚୁଆଲ୍ ହାର୍ବାରିୟମ୍। ମାନେ ଫିଜିକାଲି ଆମେ ପୁରା ସେ ଜାଗାକେ ପହଞ୍ଚିବାର୍ ଲାଗି କି ଆମେ ଫିଜିକାଲି ନିଡେଡ୍ ନି ଲାଗେ ମାନେ ନୋ ନିଡେଡ୍ ଫିଜିକାଲି। ତ ଭାର୍ଚୁଆଲ୍ ହାର୍ବାରିୟମ୍ କହେବାର୍କେ ଗଲେ ନୋ ନିଡେଡ୍ ଫିଜିକାଲି ମାନେ ଅନଲାଇନ୍ ହାର୍ବାରିୟମ୍ ଆମେ ମୋବାଇଲ୍ରେ ହଉ କି ଲାପଟପ୍ ହଉ କି ଟିଭିରେ ହଉ ଦେଖିକିରି ଆମେ ସେଟା ଜାଣିପାର୍ମା। ଆଉ ଇ ଫ୍ଲୋରା ହେଲେ ହେଉଛେ ଅନଲାଇନ୍ ପ୍ଲାଣ୍ଟ ବୁକ୍ ମାନେ ଅନଲାଇନ୍ ପ୍ଲାଣ୍ଟର ବୁକ୍ଟେ ସେଟାକେ କୁହାଯାଉଛେ ଆମର ଇ ଫ୍ଲୋରା। ସାର୍ଚ୍ଚ କଲେ ଆମେ ସେଟାକେ ମାନେ ଫୁଲ୍ ଡିଟେଲ୍ସ ଆମେ ତାର୍ ଭିତରେ ଆମେ ମିଳିପାର୍ବା। ୱିଥ୍ ଦ ଆଡ଼ଭାର୍ଟାଇଜମେଣ୍ଟସ୍ ଅଫ୍ ଟେକ୍ନୋଲୋଜି ଯେନ୍ଟାକି ଟେକ୍ନୋଲୋଜି ବଢ଼ି ଯାଉଛେ ଆଉ ତାର୍ ଆଡ଼ଭାଣ୍ଟେଜେସ୍ ଲାଗି ଟ୍ରାଡିସନାଲ୍ ବୋଟାନିକାଲ୍ ରିସୋର୍ସେସ୍ ହାଜ୍ ବିନ୍ ଟ୍ରାନ୍ସଫର୍ ଇଣ୍ଟୁ ଡିଜିଟାଲ୍ ଫର୍ମାଟ୍ରେ ବି ଏଟା ଆମର ବି ଏଟା ଡିଜିଟାଲ୍ ଫର୍ମାଟ୍ରେ ହେଇଗଲାନ। ତ ଭାର୍ଚୁଆଲ୍ ହାର୍ବାରିୟମ୍ ଆଣ୍ଡ ଇ ଫ୍ଲୋରା ଆର୍ ମଡ଼ର୍ଣ୍ଣ ଟୁଲ୍ ଆଉନ୍ ଯେନ୍ଟାକି ଆମେ ମେକ୍ ପ୍ଲାଣ୍ଟ ଇନଫର୍ମେସନ୍ସ ଇଜିଲି ଆକ୍ସେସିବୁଲ୍ ୱାର୍ଲଡ ୱାଇଡ଼୍ରେ ଆମେ ଦେଖିପାର୍ମା ଅନଲାଇନ୍ରେ। ଏ ଭାର୍ଚୁଆଲ୍ ହାର୍ବାରିୟମ୍ ଇଜ୍ ଏ digital version of a physical herbarium. It consists of high resolution image, पूरा high resolution of image रहबा of plant specimens along with the detailed information such as their scientific name, locality, के collect କରିଥିଲେ, date of collection କେବେ ଥିଲା। These digital collections are available online, can be accessed by anyone। ଯିଏ ହେଲେ ବି ସେଟାକେ ଅନଲାଇନରେ ଦେଖିପାର୍ବା ହେଲା। ସେଟାକେ କହୁଛେ ଆମର ଭାର୍ଚୁଆଲ୍ ହାର୍ବାରିୟମ୍ ଆଣ୍ଡ ଇ ଫ୍ଲୋରା। One of the main advantages of virtual herbarium kana is easy accessibility. Researchers, students and scientists from different part of the world can access plant data without physically visiting them herbarium में जेंता के कहली no needed physically visit सेंता this save time and resources ये हमको से आमर टाइम के सेव करूचे और रिसोर्सेज के भी से सेव करूचे। Another advantages of protections of specimens, physical specimens are delicate and can be damaged over time. Digital image help preserve the information without handling an actual specimen। obviously आमे जदि physically जिमा चेक करना physically damage भी ହେଇପାରା ବାକି ଆମର virtual ରେ damage ହେବାର ଟେନସନ୍ ନିନ without handling actual specimen ଆମେ ଚେକ୍ କରିପାରମା। Virtual herbaria is also support global research collaboration. Scientists can share data and work together more efficiently. Similarly, e-flora भी refer to an online database of plant specimens। ସେନ୍ତା ବି ଗୋଟେ ଯେନ୍ଟାକି ବୁକ୍ କହିଲି ମୁଇଁ e-flora ବେଲେ ଗୋଟେ ପ୍ଲାଣ୍ଟ ବୁକ୍ ଅନଲାଇନ୍ ପ୍ଲାଣ୍ଟ ବୁକ୍ ସେଟା ଗୋଟେ ସେ database है plant specimens of a particular regions or the entire world। it include detailed descriptions, classifications, images, distribution of plants ସେନେ ବି ସବୁ included ରହିବା।
बहुत इजी वे अच्छे पे तुम नोट्स के पढ़ले आराम से बुझी पार्ब इ फ्लोरा प्रोवाइड अपडेटेड टैक्सोनॉमिक्स इन्फॉर्मेशंस व्हिच इज इंपोर्टेंट बिकॉज प्लांट क्लासिफिकेशन चेंजेस ओवर टाइम इट आल्सो इंक्लूड्स सर्च फीचर्स दैट्स मेक प्लांट आइडेंटिफिकेशंस इजियर बुझिला तापर रहला डॉक्यूमेंटेशंस ऑफ फ्लोरा मोनोग्राफ्स आउ जर्नल्स the documentations is an essential part of botany as it helps in recording and sharing information about plant species. Important for botanical documentations include flora, monographs and journals. ମାନେ ଡକୁମେଣ୍ଟେସନ୍ସ କହିଲେ ଗୋଟେ ଫ୍ଲୋରାର ଗୋଟେ ଏରିଆର ସବୁ ପ୍ଲାଣ୍ଟର ବୁକ୍ ସେନେ ଥିବା ମୋନୋଗ୍ରାଫର ଗୋଟେ ଗ୍ରୁପ୍ରେ ଫୁଲ୍ ଷ୍ଟଡି କରିପାରମା ଜର୍ନାଲର ସାଇଣ୍ଟିଷ୍ଟ ମାନେ ରିସର୍ଚ୍ଚ ପବ୍ଲିଶ କରସନ୍ ବୁଝିଲା ए फ्लोरा इज ए कम्प्रेसिव बुक जेनता कि कहली फ्लोरा ना आम सब गोटे एरियार सब प्लांट बुक सेने पाइपार्मा माने ए फ्लोरा इज ए कम्प्रेसिव बुक or document that provide details informations about the plants of a specific regions. It includes descriptions of plant species, identifications, key distributions, habitat, and sometimes illustrations. Flora helps in identifying plants found in particular area and it's widely used by botanists and students. তারপরে a monograph A monograph is a detailed scientific study of a single taxonomic group. Monograph মানে গোটে গ্রুপরে ফুল স্টোরি এ monograph is a detailed scientific study of a single taxonomic group such as family or genus. It includes complete information about monograph রে কানার সবু রহবা না includes রহবা complete information about classifications তার morphology anatomy ଆଉ ecology ଆଉ তার distribution বাবদে monographs are more detailed than flora and are used for advanced research. Monographs টা more detail নে থিসি কাহার কাহার অপেক্ষা ভাল থিসি না flora অপেক্ষা থিসি used for advanced research লাগি তারপরে রহিলা journals. Journals are scientific publications that contain research articles written by scientists. Botanical journals publish new discoveries, research findings, and updates in plant science. They are important for sharing knowledge and keeping researchers updated. Journals रे काना ना आम साइंटिस्ट माने रिसर्च पब्लिश करसन जेंता कि से जगह journals are scientific publications that contain research articles written by scientists botanical journal publish and ସବୁ ହେସି ତାପରେ these forms of documentations are essential for scientific communications and knowledge preservations. They provide a reliable and authentic informations about plant. তারপরে রহিলা taxonomic keys single accessions multi access. Taxonomic keys are used to identify unknown plant based on their characteristics. They are essentials in plant taxonomy and classifications. A single access key also known as dichotomous key. A single access key के आमे काना करी बोली करी कहि पारमा also known as dichotomous key बोली करी कहि पारमा. Is the most common type I पिले माने. It consists of a series of a pair statement or choices. Each type offers two contrasting options and the user must choose one. This process continues until the plant is identified. সেটা কন্টিনিউ থিসি প্লান্ট ইজ আইডেন্টিফাইড নি হবার তক সে প্রসেসটা কন্টিনিউ চালিথিবা single access key are simple and easy to use especially for beginners. However they follow a fixed path which means if a wrong choice is made the identifications may be incorrect. तो पिले मैंने ऑब्वियसली क्लास लॉन्ग हला ना तुमको बोर लगुता मुझे जानू जे तो पिले मैंने का करना तुम एप्रिल रू भी तुमको स्टार्ट होइबा किछटा यूनिवर्सिटी देखुन देखुन तुम एग्जाम पलेबा तो हमको जनता ने भी सिलेबस सरबार अछि तो तुमको जनता ने भी क्लास देखबार पड़बा नोट्स करबार पड़बा नोट्स पढ़बार पड़बा इंपोर्टेंट क्वेश्चन पढ़बार पड़बा तो इसकी कष्ट करबो ले जिकरी तो टिके अछि सारे दमा यूनिट 1 कंप्लीट हो जाबा तापर हम यूनिट 2 पढ़बा ये मल्टी एक्सेस बेले काना ये मल्टी एक्सेस की allow user to choose allow user to choose any available character for identifications. It does not follow a fixed sequence and is more flexible. These keys are often computer based and follow faster identifications. Computer based out follow faster identifications. Multi access keys are more efficient and accurate पूरा accurate दवा से especially when dealing with complex plant group. However they may require technical knowledge and software से जगह multi access more efficient भाव रे काम करबा. In summary both types of keys are important tools in plant identification. दुईटा single हो हमर multi हो सेटा important tool in plant identification से लगी. Single access keys are simple and traditional but while multi access keys are modern and
फ्लेक्सिबल आए। तो पिलामाने एटा सरला हमर यूनिट 1 कंप्लीट हो गला। तो नेक्स्ट रू आमे यूनिट 2 क्लास डिस्कसन हबा। तो तुमको आउ गुटे टाइप रो नोट्स देखेबार के चाहूँ सेटा प्रोवाइड कर देबी। तो समय स्लाइड रे देखि पके तो जेनटा कि देखि पारथो इटा गुटे हमर नोट्स पीपीटी रो हारमोनियम काके कुआइसी, हारमोनियम केनता स्टोर करा के रखा जाइसी। देखो हारमोनियम जेनता कि तुमर कॉलेज लाइब्रेरी तुमर बुक रहिसी एंता हारमोनियम माने लाइब्रेरी रे एंता एंता देखो इने सब प्लांट मनकर जेन सुखला माने इने आनिकरी सब माने इने स्टोर कराइसी। ड्राई ड्राई कहली बोले डेफिनेशन कहली तुमके ड्राई ये करिकरी कलेक्शन कराइसी ए जगह रे हला। तो इम्पोर्टेंस काଣା हारमोनियम रो इने सब अछि केनता करी कलेक्शन केनता करी माने से जगह रे प्रेसिंग कराइसी ड्राइंग पोजिशंस माउंटेनिंग स्टिचिंग लेवलिंग बोटानिकल गार्डन बाबती अच्छे है। आईटा इटा मोस्ट देखी तो यहाँ इम्पोर्टाट हार्बोरियम ऑफ इंडिया केनटा केनोटा काके कहिसी हमर इंडिया रो जेनता कि मुई तो इंडिया रो कहली फास्ट सेंट्रल नेशनल हार्बोरियम केने कोलकाता रे रहउची एटा एतकिटा स्पेसिस एतकिटा इटा मन रखी तो ई भितर तुमको 1 मार्क क्वेश्चन भी आसी पारे। तो पिले हम नेक्स्ट क्लास रे नेक्स्ट वीडियो यूनिट 2 स्टार्ट करमा आ तुमर ग्रुप पेपर 9 रो मोस्ट इंपोर्टेंट क्वेश्चन मने भी देखमा। तो पिले जेन मैंने भी आम चैनल नुआ अच्छ चैनल के पिले मस्ट सब्सक्राइब कर देते क्लास देखा लगी आ जेन मैंने सब नोट्स पाइबार लगे चाहूँ से टेलीग्राम चैनल जॉइन कर टेलीग्राम चैनल लिंक कमेंट सेक्शन में डिस्क्रिप्शन बॉक्स में मिल खाली बोटानी बोलिक नहीं तुम अलग जो तुम जी जेनटा रोचे तुम कंपलसरी जेनटा रोचे से नोट्स भी तुमको अवेलेबल हो।